ଲାଇନ୍ କାଣସଟିକୁ ସ୍ୱାଗତ। ଶ୍ରେଣୀ ଷଷ୍ଠ, ବିଷୟ ଇତିହାସ। ପ୍ରସଙ୍ଗ ଇତିହାସ ବିଷୟରେ ଧାରଣା। ଉପପ୍ରସଙ୍ଗ ନଦୀ ଉପତ୍ୟକା ସମୂହ। ପୂର୍ବ କାଳାଂଶରେ ଆମେ ପ୍ରାକୃତିକ ବୈଶିଷ୍ଟ୍ୟ ବିଷୟରେ ପଢ଼ିଛେ। ମୁଁ କିଛି ପ୍ରଶ୍ନ ପଚାରୁଛି। 1 ନମ୍ବର ପ୍ରଶ୍ନ, ହିମାଳୟ ପର୍ବତ ଶ୍ରେଣୀ ଭାରତର କେଉଁ ସୀମାରେ ଅବସ୍ଥିତ? ଉତ୍ତର, ହିମାଳୟ ପର୍ବତ ଶ୍ରେଣୀ ଭାରତର ଉତ୍ତର ସୀମାରେ ଅବସ୍ଥିତ। 2 ନମ୍ବର ପ୍ରଶ୍ନ, ଆକ୍ରମଣକାରୀ ବ୍ୟବସାୟୀ ଓ ପରିବ୍ରାଜକମାନେ କେଉଁ ପଥ ଦେଇ ଭାରତକୁ ଆସନ୍ତି? ଉତ୍ତର, ଉତ୍ତର ପଶ୍ଚିମ ପାର୍ଶ୍ୱରେ ଥିବା ସଂକୀର୍ଣ୍ଣ ଗିରିପଥ ଦେଇ ଆକ୍ରମଣକାରୀ ବ୍ୟବସାୟୀ ଓ ପରିବ୍ରାଜକମାନେ ଭାରତକୁ ଆସନ୍ତି। 3 ନମ୍ବର ପ୍ରଶ୍ନ, ଭାରତର କେତୋଟି ପ୍ରାକୃତିକ ଅଞ୍ଚଳ ରହିଛି ଓ କ'ଣ କ'ଣ? ଉତ୍ତର, 4ଟି। ପାର୍ବତ୍ୟ ଅଞ୍ଚଳ, ନଦୀ ଉପତ୍ୟକା ଅଞ୍ଚଳ, ଜଙ୍ଗଲ, ଉପକୂଳବର୍ତ୍ତୀ ସମତଳ ଅଞ୍ଚଳ। ଉପପ୍ରସଙ୍ଗ ନଦୀ ଉପତ୍ୟକା ସମୂହ। ଉପପ୍ରସଙ୍ଗ ନଦୀ ଉପତ୍ୟକା ସମୂହ। ଆମ ଦେଶରେ ହିମାଳୟ ପର୍ବତୀୟ ଅଞ୍ଚଳ ଓ ଦକ୍ଷିଣ ଭାରତ ମାଳଭୂମି ମଧ୍ୟରେ ଏକ ବିସ୍ତୀର୍ଣ୍ଣ ସମତଳ ଅଞ୍ଚଳ ପୂର୍ବ ପଶ୍ଚିମ ହୋଇ ଲମ୍ବି ରହିଛି। ସିନ୍ଧୁ, ଗଙ୍ଗା, ବ୍ରହ୍ମପୁତ୍ର ଆଦି ଚିରସ୍ରୋତା ନଦୀଗୁଡ଼ିକର ପଟୁମାଟି ଦ୍ୱାରା ଏହି ସମତଳ ଅଞ୍ଚଳ ସୃଷ୍ଟି ହୋଇଛି। ଏହି ଅଞ୍ଚଳର ମୃତ୍ତିକା ଉର୍ବର ଓ ପ୍ରଚୁର ଜଳ ମିଳୁଥିବାରୁ ଏଠାରେ ବିଭିନ୍ନ ଶସ୍ୟ ଉତ୍ପାଦନ କରାଯାଇଥାଏ। ତେଣୁ ଏହି ଅଞ୍ଚଳରେ ବହୁତ ଲୋକ ବାସ କରନ୍ତି। ଏହିସବୁ ନଦୀକୂଳମାନଙ୍କରେ ପ୍ରାଚୀନ ସଭ୍ୟତାମାନ ଗଢ଼ି ଉଠିଥିଲା। ତେବେ ଏଠାରେ କୁହାଗଲା, ଆମ ଦେଶ ଭାରତର ହିମାଳୟ ପର୍ବତୀୟ ଅଞ୍ଚଳ ଓ ଦକ୍ଷିଣ ଭାରତ ମାଳଭୂମି ମଧ୍ୟରେ ଏକ ବିସ୍ତୀର୍ଣ୍ଣ ସମତଳ ଅଞ୍ଚଳ ବିସ୍ତାରିତ ହୋଇ ଅଛି ଏବଂ ସେହି ସମତଳ ଭୂମିଟି ପୂର୍ବ ପଶ୍ଚିମ ହୋଇ ଲମ୍ବି ରହିଛି ଏବଂ ସେହି ସମତଳ ଅଞ୍ଚଳଟି ସିନ୍ଧୁ, ଗଙ୍ଗା, ବ୍ରହ୍ମପୁତ୍ର ଆଦି ଚିରସ୍ରୋତା ନଦୀଗୁଡ଼ିକର ପଟୁମାଟି ଦ୍ୱାରା ସୃଷ୍ଟି ହୋଇଛି ଏବଂ ସେହି ଅଞ୍ଚଳର ମୃତ୍ତିକା ଉର୍ବର ଓ ସେଠାରେ ପ୍ରଚୁର ଜଳ ମିଳେ। ଯେହେତୁ ସେହି ଅଞ୍ଚଳର ମୃତ୍ତିକା ଉର୍ବର ଏବଂ ସେଠାରେ ପ୍ରଚୁର ମାତ୍ରାରେ ଜଳ ମିଳେ, ତେଣୁ ସେହି ଅଞ୍ଚଳ ଗୁଡ଼ିକରେ ବହୁତ ଲୋକ ବସବାସ କରି ରୁହନ୍ତି। କାରଣ ଜଳ ହିଁ ଜୀବନ, ଜଳ ବିନା ତ ମନୁଷ୍ୟ କିଛି କରିପାରିବନି ଏବଂ ସେହି କାରଣରୁ ନଦୀକୂଳମାନଙ୍କରେ ପ୍ରାଚୀନ ସଭ୍ୟତାମାନ ଗଢ଼ି ଉଠୁଥିଲା। ଜଙ୍ଗଲ। ଭାରତର ହିମାଳୟ ପାର୍ବତ୍ୟ ଅଞ୍ଚଳର ପାଦଦେଶ ଏବଂ ପଶ୍ଚିମ ଘାଟ ପର୍ବତମାଳାର ପଶ୍ଚିମ ପାର୍ଶ୍ୱରେ ପ୍ରଚୁର ବୃଷ୍ଟିପାତ ହେଉଥିବା ଯୋଗୁଁ ଏହି ଅଞ୍ଚଳରେ ଘଞ୍ଚ ଅରଣ୍ୟ ଦେଖାଯାଏ। ଏହାଛଡ଼ା ଦକ୍ଷିଣ ଭାରତର ଅଧିକାଂଶ ଅଞ୍ଚଳ, ପୂର୍ବ ଓ ଉତ୍ତର ପୂର୍ବ ଭାରତର କେତେକ ଅଞ୍ଚଳରେ ଅରଣ୍ୟ ଦେଖାଯାଏ। ଅରଣ୍ୟ ଜାତୀୟ ଦ୍ରବ୍ୟ ଉପରେ ନିର୍ଭର କରି ଏଠାରେ ଲୋକମାନେ ବାସ କରନ୍ତି। ଅରଣ୍ୟର ଶାନ୍ତ ମନମୁଗ୍ଧକର ପରିବେଶ ସଭ୍ୟତାର, ବିଶେଷ କରି ଧର୍ମ, ଦର୍ଶନ ଏବଂ ସାହିତ୍ୟର ଉନ୍ନତି କରିବାରେ ସାହାଯ୍ୟ କରିଥିଲା। ତେବେ ହିମାଳୟ ପାର୍ବତ୍ୟ ଅଞ୍ଚଳର ପାଦଦେଶ ଓ ପଶ୍ଚିମ ଘାଟ ପର୍ବତମାଳାର ପଶ୍ଚିମ ପାର୍ଶ୍ୱରେ ପ୍ରଚୁର ପରିମାଣରେ ବୃଷ୍ଟିପାତ ବା ବର୍ଷା ହୁଏ। ସେହି ବର୍ଷା ଫଳରେ ସେଠାରେ ବହୁତ ଗୁଡ଼ାଏ ଗଛ ହୁଏ। ସେହି ଗଛ ଦ୍ୱାରା ବା ସେହି ଗଛ ସାହାଯ୍ୟରେ ସେଠାରେ ଘଞ୍ଚ ଅରଣ୍ୟ ଦେଖାଯାଏ। ଏହା ବାଦ ଦକ୍ଷିଣ ଭାରତର ଅଧିକାଂଶ ଅଞ୍ଚଳରେ ବା ଅଧିକାଂଶ ଜାଗାରେ ମଧ୍ୟ ଗଛ ଗୁଡ଼ିକ ବା ଘନ ଜଙ୍ଗଲ ଦେଖାଯାଏ ଏବଂ ପୂର୍ବ ଓ ଉତ୍ତର ପୂର୍ବ ଭାରତରେ ମଧ୍ୟ ସେହି ଅଞ୍ଚଳ ଗୁଡ଼ିକରେ ମଧ୍ୟ ଘଞ୍ଚ ଅରଣ୍ୟ ବା ଅରଣ୍ୟ ଦେଖାଯାଏ। ସେହି ଅରଣ୍ୟ ଜାତୀୟ ଦ୍ରବ୍ୟ ପାଇଁ ବା ସେହି ଅରଣ୍ୟରୁ ମିଳୁଥିବା ଦ୍ରବ୍ୟ ପାଇଁ ସେଠାରେ ବହୁତ ଲୋକମାନେ ବସବାସ କରନ୍ତି। କେବଳ ସେହି ଅରଣ୍ୟରୁ ସେହି ଦ୍ରବ୍ୟର ନିର୍ଭର ପାଇଁ ସେଠାରେ ଲୋକମାନେ ବାସ କରନ୍ତି। ତାହେଲେ ଅରଣ୍ୟରୁ କ'ଣ ମିଳେ? ଲାଖ, ମହୁ, ଝୁଣା, କାଠ
କେନ୍ଦୁପତ୍ର, ବହୁତ ଦାମୀ ଦାମୀ କାଠ, ଏଇସବୁ ଅରଣ୍ୟ ଜାତୀୟ ଦ୍ରବ୍ୟର ଉଦାହରଣ। ଏଗୁଡ଼ିକ ପାଇଁ ସେଠାରେ ଲୋକମାନେ ବସବାସ କରନ୍ତି। ଏବଂ ଅରଣ୍ୟର ସେହି ମନୋମୁଗ୍ଧକର ଶାନ୍ତ ପରିବେଶ ପାଇଁ ସଭ୍ୟତାର ବହୁତ ବା ବିଶେଷ କରି ଧର୍ମ, ଦର୍ଶନ ଓ ସାହିତ୍ୟର ବହୁତ ଉନ୍ନତି ଆସିଛି। ଆମେ ସାଧାରଣତଃ ଯଦି ଶାନ୍ତ ପରିବେଶରେ ବସି ପାଠ ପଢ଼ିବା ବା କୌଣସି କାର୍ଯ୍ୟ କରିବା, ତାହା ବହୁତ ଶୀଘ୍ର ଆମକୁ ସଫଳତା ମିଳେ। ଉପକୂଳବର୍ତ୍ତୀ ସମତଳ ଅଞ୍ଚଳ। ଆମ ଦେଶରେ ପଶ୍ଚିମ ପାର୍ଶ୍ୱରେ ଆରବ ସାଗର ଓ ପୂର୍ବ ପାର୍ଶ୍ୱରେ ବଙ୍ଗୋପସାଗର ଉପକୂଳରେ ସମତଳ ଅଞ୍ଚଳ ଦେଖାଯାଏ। ପଶ୍ଚିମ ଉପକୂଳର ସମତଳ ଅଞ୍ଚଳଠାରୁ ପୂର୍ବ ଉପକୂଳର ସମତଳ ଅଞ୍ଚଳ ଅଧିକ ପ୍ରଶସ୍ତ। ପଶ୍ଚିମ ଉପକୂଳସ୍ଥ ସମତଳ ଭୂମି ଗୁଜରାଟଠାରୁ କେରଳ ପର୍ଯ୍ୟନ୍ତ ଏବଂ ପୂର୍ବ ଉପକୂଳସ୍ଥ ସମତଳ ଭୂମି ଓଡ଼ିଶାଠାରୁ ତାମିଲନାଡୁ ପର୍ଯ୍ୟନ୍ତ ବିସ୍ତୃତ। ସାବରମତୀ, ମାହି, ନର୍ମଦା, ତାପ୍ତି ଆଦି ନଦୀଗୁଡ଼ିକର ପଟୁମାଟି ଦ୍ୱାରା ପଶ୍ଚିମ ଉପକୂଳସ୍ଥ ସମତଳ ଅଞ୍ଚଳ ଗଠିତ ହୋଇଥିଲା ବେଳେ ମହାନଦୀ, କୃଷ୍ଣା, କାବେରୀ, ଗୋଦାବରୀ ଆଦି ନଦୀର ପଟୁମାଟି ଦ୍ୱାରା ପୂର୍ବ ଉପକୂଳ ସମତଳ ଭୂମି ଗଠିତ। ସମୁଦ୍ର କୂଳବର୍ତ୍ତୀ ସମତଳ ଭୂମି ଅତ୍ୟନ୍ତ ଉର୍ବର ଓ କୃଷି ପାଇଁ ବେଶୀ ଉପଯୋଗୀ। ତେଣୁ ଏ ଅଞ୍ଚଳରେ ଘନ ଜନବସତି ଦେଖାଯାଏ। ଉପକୂଳବର୍ତ୍ତୀ ସମତଳ ଅଞ୍ଚଳରେ ଅବସ୍ଥିତ ନଦୀ ମୁହାଣଗୁଡ଼ିକରେ ଅନେକ ବନ୍ଦର ଗଢ଼ି ଉଠିଥିଲା, ଯାହାଦ୍ୱାରା ସାମୁଦ୍ରିକ ବାଣିଜ୍ୟର ଉନ୍ନତି ଘଟିଥିଲା। ଏହି ଅଞ୍ଚଳରେ ମଧ୍ୟ ଅନେକ ଐତିହାସିକ ସହର ଦେଖାଯାଏ। ତେବେ ଏଠାରେ କୁହାଗଲା ଆମ ଦେଶର ନାଁ କ'ଣ? ଭାରତ। ଆମ ଦେଶ ଭାରତର ପଶ୍ଚିମ ପାର୍ଶ୍ୱରେ ଆରବ ସାଗର ଅବସ୍ଥିତ ଏବଂ ପୂର୍ବ ପାର୍ଶ୍ୱରେ ବଙ୍ଗୋପସାଗର ଅବସ୍ଥିତ। ତାର ଉପକୂଳରେ ସମତଳ ଅଞ୍ଚଳ ଗୁଡ଼ିକ ଦେଖାଯାଏ ଏବଂ ସେହି ଉପକୂଳ ଗୁଡ଼ିକରେ ଲୋକମାନେ ବସବାସ କରି ରୁହନ୍ତି। ଏବଂ ଏ ଦୁଇଟି ଉପକୂଳର ସମତଳ ଅଞ୍ଚଳ ମଧ୍ୟରେ ପୂର୍ବ ଉପକୂଳ ସମତଳ ଅଞ୍ଚଳଟି ଅଧିକ ପ୍ରଶସ୍ତ। ପ୍ରଶସ୍ତ କହିଲେ ଓସାରିଆ ବା ବିସ୍ତୀର୍ଣ୍ଣ ହୋଇ ରହିଥାଏ। ପଶ୍ଚିମ ଉପକୂଳରେ ଯେଉଁ ସମତଳ ଅଞ୍ଚଳ ଗୁଡ଼ିକ ଅଛି, ତାହା ଗୁଜରାଟ ଠାରୁ କେରଳ ପର୍ଯ୍ୟନ୍ତ ବିସ୍ତୃତ ହୋଇ ରହିଛି। ପୂର୍ବ ଉପକୂଳରେ ଯେଉଁ ସମତଳ ଭୂମି ଗୁଡ଼ିକ ଅଛି, ସେଗୁଡ଼ିକ ଓଡ଼ିଶା ଠାରୁ ତାମିଲନାଡୁ ପର୍ଯ୍ୟନ୍ତ ବିସ୍ତୃତ ହୋଇକି ଅଛି। ଏହି ଦୁଇଟି ଯାକ ଉପକୂଳସ୍ଥ ସମତଳ ଅଞ୍ଚଳ ପଟୁମାଟି ଦ୍ୱାରା ଗଠିତ, କିନ୍ତୁ ଅଲଗା ବା ଭିନ୍ନ ଭିନ୍ନ ମହାନଦୀର ପଟୁମାଟି ଦ୍ୱାରା ଗଠିତ। ପଶ୍ଚିମ ଉପକୂଳସ୍ଥ ସମତଳ ଅଞ୍ଚଳ ଗୁଡ଼ିକ ସାବରମତୀ, ମାହି, ନର୍ମଦା, ତାପ୍ତି ଆଦି ନଦୀର ପଟୁମାଟି ଦ୍ୱାରା ଗଠିତ ଏବଂ ପୂର୍ବ ଉପକୂଳ ସମତଳ ଭୂମିଗୁଡ଼ିକ ମହାନଦୀ, କୃଷ୍ଣା, କାବେରୀ ଓ ଗୋଦାବରୀ ନଦୀ ଦ୍ୱାରା ବା ନଦୀର ପଟୁମାଟି ଦ୍ୱାରା ଗଠିତ। ସେହି ସମୁଦ୍ର କୂଳବର୍ତ୍ତୀ ସମତଳ ଭୂମିଗୁଡ଼ିକ ଅତ୍ୟନ୍ତ ଉର୍ବର ଏବଂ ସେହି ଭୂମିଗୁଡ଼ିକ କୃଷି ପାଇଁ ବେଶୀ ଉପଯୋଗୀ। ତେଣୁ ସେହି ଅଞ୍ଚଳରେ ଘନ ଜନବସତି ଦେଖାଯାଏ ବା ବେଶୀ ମାତ୍ରାରେ ଲୋକମାନେ ସେଠି ଘର କରି ବାସ କରନ୍ତି। ସେହି ସମତଳ ଅଞ୍ଚଳର ନଦୀ ମୁହାଣ ଗୁଡ଼ିକରେ ଅନେକ ବନ୍ଦର ଗଢ଼ି ଉଠିଥିଲା, ଯାହାଦ୍ୱାରା ସେଠାରେ ସାମୁଦ୍ରିକ ବାଣିଜ୍ୟର ଉନ୍ନତି ଘଟିଥିଲା ଏବଂ ସେହି ଅଞ୍ଚଳରେ ଅନେକ ଐତିହାସିକ ସହର ଦେଖାଯାଉଥିଲା ବା ଦେଖାଯାଏ। ପ୍ରସଙ୍ଗଟି ଶେଷ ହୋଇଛି। ଏହି ପ୍ରସଙ୍ଗର ଅଭ୍ୟାସ ପାଠ ଗୁଡ଼ିକ ଇତିହାସ ଖାତାରେ ଲେଖିନେବା। ଏବେ ଗୃହପାଠ। ଗୃହପାଠ 1 ନମ୍ବର ପ୍ରଶ୍ନ, ନଦୀକୂଳମାନଙ୍କରେ ପ୍ରାଚୀନ ସଭ୍ୟତାମାନ ଗଢ଼ି ଉଠିଥିଲା କାହିଁକି? 2 ନମ୍ବର ପ୍ରଶ୍ନ, ପୂର୍ବ ପଶ୍ଚିମ ହୋଇ ଲମ୍ବି ରହିଥିବା ସମତଳ ଅଞ୍ଚଳ କେଉଁ ନଦୀମାନଙ୍କର ପଟୁମାଟି ଦ୍ୱାରା ଗଠିତ? 3 ନମ୍ବର ପ୍ରଶ୍ନ, ପଶ୍ଚିମ ଘାଟ ପର୍ବତମାଳାର ପଶ୍ଚିମ ପାର୍ଶ୍ୱରେ ଘଞ୍ଚ ଅରଣ୍ୟ ଦେଖାଯାଏ କାହିଁକି? 4 ନମ୍ବର ପ୍ରଶ୍ନ, ଆମ ଦେଶର ପୂର୍ବ ଓ ପଶ୍ଚିମ ପାର୍ଶ୍ୱରେ କେଉଁ ମହାସାଗର ଅଛି? ଲେଖ। 5 ନମ୍ବର ପ୍ରଶ୍ନ,
ପୂର୍ବ ଉପକୂଳ ସମତଳ ଭୂମିଗୁଡ଼ିକ କେଉଁ ନଦୀର ପଟିମଟି ଦ୍ୱାରା ଗଠିତ? ପୂର୍ବ ଉପକୂଳ ସମତଳ ଭୂମିଗୁଡ଼ିକ କେଉଁ ନଦୀର ପଟୁମାଟି ଦ୍ୱାରା ଗଠିତ? ପୂର୍ବ ଉପକୂଳ ସମତଳ ଭୂମି ଓ ପଶ୍ଚିମ ଉପକୂଳ ସମତଳ ଭୂମି କେଉଁଠାରୁ କେଉଁ ପର୍ଯ୍ୟନ୍ତ ବିସ୍ତୃତ? ଲେଖ।